ଘରେ କେହି ନଥିବା ସମୟରେ ମୋ ଭାଇଙ୍କ ଶଳା ଥରେ ମୋତେ କିପରି ଗେହିଁ ପୁରା ମୋ ବିୟାକୁ ଦରଜ କରିଦେଇଥିଲା, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏହି ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ ପ୍ରିୟା ଟ୍ୟୁବ୍ ଚ୍ୟାନେଲ। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗିଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ, ସମୟକୁ ନଷ୍ଟ ନକରି କିପରି ମୋ ଭାଇର ଶଳା ଥରେ ଘରେ କେହି ନଥିବା ସମୟରେ ମୋତେ କିପରି କେହି ପୁରା ମୋ ବିୟାକୁ ଦରଜ କରିଦେଇଥିଲା, ସେହି ବିଷୟରେ ମୁଁ କହୁଛି। ମୁଁ ଥରେ ଯାଇଥିଲି ମୋ ଭାଇଙ୍କ ଶ୍ୱଶୁର ଘରକୁ। ତ ମଝିରେ ମୁଁ ସେଠାକୁ ଯାଏ, 2-4 ଦିନ ରୁହେ, ପୁଣି ବୁଲାବୁଲି କରି ଘରକୁ ଫେରିଆସେ। ତ ଏଥରର ଘଟଣା ଟିକେ ଅଲଗା ଧରଣର ଥିଲା। ମୁଁ 2 ଦିନ ରହିସାରିଲା ପରେ ତୃତୀୟ ଦିନ ଥରେ କ'ଣ ହେଇଛି ନା, ଦ୍ୱିପ୍ରହର ସମୟ ମୁଁ ଭାତ ଖାଇ ଶୋଇଛି। ନିଦରୁ ଯେତେବେଳେ ଉଠେ ଦେଖିଲା ବେଳକୁ ଘରେ କେହି ନାହାନ୍ତି ଏବଂ ଟିଭି ଘରେ କେବଳ ମୋ ଭାଇଙ୍କର ଶଳା ସେ କେବଳ ଟିଭି ଦେଖୁଥିଲା। ମୁଁ ପଚାରିଲି ସମସ୍ତେ କୁଆଡ଼େ ଗଲେ? ସେମାନେ କହିଲେ ଯେ ସେମାନେ ଯାଇଛନ୍ତି ବାଡ଼ିକୁ, ଆସିବାକୁ ଟିକେ ବିଳମ୍ବ ହେବ। ଆଉ ତୁମର କ'ଣ କିଛି ଅସୁବିଧା ହେଲା କି? ମୁଁ କହିଲି ନାଇଁ, ମୁଁ ନିଦରୁ ଉଠି ଦେଖିଲି କେହି ନାହାନ୍ତି ତ ସେଇଥିପାଇଁ ପଚାରିଲି। ଭାଇଙ୍କ ଶଳା ମଜାରେ କହିଲା, ମୁଁ କ'ଣ ବାଘ ହେଇଛି? ଆଉ ମୁଁ ତ ଯାହାହେଲେ ବି ଘରେ ଅଛି ନା, ତମେ ମୋତେ କ'ଣ ଭୟ କରୁଛ? ମୁଁ କହିଲି ନାଇଁ, ସେମିତି କଥା କିଛି ନାହିଁ, କେବଳ କେହି ନଥିବା ଯୋଗୁଁ ମୁଁ ପଚାରିଦେଲି। ସେ କହିଲା ହଉ ଠିକ୍ ଅଛି, ଆସ ଏଠାରେ ବସ ଆଉ ଟିଭି ଦେଖ। 5 କି 10 ମିନିଟ୍ ମୁଁ ଟିଭି ଦେଖି ସାରିଛି। ହଠାତ୍ ମୋ ମୁଣ୍ଡ ବହୁତ ଜୋରରେ ଯନ୍ତ୍ରଣା ହେଲା। ମୁଁ ପୁଣି ଟିକେ ଶୋଇବା ପାଇଁ ଘର ଭିତରକୁ ଚାଲିଗଲି। ସେ ଯେତେବେଳେ ଦେଖିଲେ ଯେ ମୁଁ ଘର ଭିତରକୁ ଚାଲିଗଲି, ସେ ପୁଣି ମୋ ପଛେ ଉଠି ଆସିଲେ। ମୋତେ ପଚାରିଲେ କ'ଣ ହେଲା? ମୁଁ କହିଲି ଏରକମ ମୁଣ୍ଡଟା ବହୁତ ଜୋର ବିନ୍ଧୁଛି। ସେ କହିଲେ ହଉ ଦେଖାଅ, ମୁଁ ତୁମ ମୁଣ୍ଡକୁ ଟିକେ ଚିପି ଦେଉଛି। ମୁଁ କହିଲି ନାଇଁ, କିଛି ଦରକାର ନାହିଁ, ଆଉ ସିଏ ଆପେ ଠିକ୍ ହେଇଯିବ। ସେ କହିଲା ନାଇଁ ଦଉନ, ମୁଁ ଟିକେ ତୁମ ମୁଣ୍ଡକୁ ଚିପି ଦେଉଛି। ଏହା କହି ସେ ଜୋର ଜବରଦସ୍ତ ମୋ ମୁଣ୍ଡକୁ ଚିପିବାକୁ ଆରମ୍ଭ କଲେ। ଟାଣୁଆ ହାତ, ସେ ହାତର ସ୍ପର୍ଶ ଯେତେବେଳେ ମୋ ମୁଣ୍ଡରେ ଲାଗିଲା, ମୋର କାହିଁକି କେଜାଣି ଦେହଟା ଟିକେ ଅଲଗା ଧରଣର ହେଇଗଲା। ତାପରେ ସେ ମୁଣ୍ଡ ଚିପୁ ଆସ୍ତେ ଦେଖିଲି ତାଙ୍କର ଆକ୍ଟିଭିଟି ଗୁଡ଼ିକ ଚେଞ୍ଜ ହେବାକୁ ଲାଗିଲା। ସେ ଆସ୍ତେ ମୁଣ୍ଡ ଚିପୁ ମୋ ଗାଲରେ ହାତ ବୁଲାଇଲେ। ମୋତେ ମଜା ତ ଲାଗୁଥିଲା, କିନ୍ତୁ ମୁଁ ପଚାରିଲି ଆଉ ତମେ କ'ଣ ଗାଲରେ ମୋର ହାତ ମାରୁଛ? ସେ କହିଲେ କ'ଣ ଅସୁବିଧା ହେଲା କି? ମୁଁ ମଜାରେ କହିଲି ମୋର ତ ମୁଣ୍ଡ ଯନ୍ତ୍ରଣା ହେଉଥିଲା, ଆଉ ତମେ କାହିଁକି ମୋ ଗାଲ ଚିପୁଛ? ସେ କହିଲେ ଆଜି ମୁଁ ତୁମର ସବୁ ଜିନିଷକୁ ଚିପିବି। ମୁଁ ତାଙ୍କ କଥା ଶୁଣି ହସିଦେଲି। ସେ କହିଲେ ଆଜି ମୁଁ ତୁମର ସବୁ ଜିନିଷକୁ ଚିପିବି, ତମେ କିଛି କରିପାରିବ? ଏହି କଥା କହି ସେ ସିଧା ମୋ ଦୁଧରେ ହାତ ମାରିଦେଲେ ଏବଂ 2 ହାତରେ ମୋ ଦୁଧକୁ ଧରି ଚିପିବାକୁ ଲାଗିଲେ। ମୁଁ ମନା କଲି, ମାନେ ଏଗୁଡ଼ା ଭଲ କଥା ନୁହଁ। ସେ କହିଲେ ଆରେ କିଛି ଖରାପ ନୁହେଁ, ମୁଁ ବହୁତ ଦିନ ହେଲା ତୁମକୁ ଟିକିଏ ଘେହିବି ବୋଲି ଇଚ୍ଛା କରିଛି, କିନ୍ତୁ କେହି ପଟେ ମୁଁ ସେ ସୁଯୋଗ ପାଇପାରୁନଥିଲି। ତ ଆଜି ସେ ସୁଯୋଗ ମିଳିଛି, ତମେ ମନା କରନି। ଏହି କଥା କହି ସେ କ'ଣ କଲା ନା, ମୋତେ କିସ୍ ଦେବାକୁ ଆରମ୍ଭ କଲା। ଦୁଧକୁ ହାତରେ ଚିପୁଡ଼ିଲା ଏବଂ ଦୁଧକୁ ମୁହଁ ଲଗାଇ ସେ ତାହାକୁ କାମୁଡ଼ିବାକୁ ଚେଷ୍ଟା କଲା। ମୁଁ ତାକୁ ବିରୋଧ କଲି, କିନ୍ତୁ ସେ କିଛି ଶୁଣିବା ଅବସ୍ଥାରେ ନଥିଲେ। ସେ ଖାଲି ଏତିକି କହୁଥାନ୍ତି ତମେ ଆଜି ରୋଜି ମନା କରନି, ମୁଁ ବହୁତ ଇଚ୍ଛା କରିଛି ଆଜି ତୁମକୁ ଘେହିବି।
ଏଇ କଥା କହି ସେ ଆଉ କ'ଣ କଲେ ନା ସିଧା ମୋ ଉପରକୁ ଚଢ଼ିଗଲେ ଏବଂ ମୋ ଉପରେ ଶୋଇ ରହି ମୋତେ ଖାଲି କିସ୍ କରିବାକୁ ଲାଗିଲେ। ମୁଁ ବି ଆଉ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ବି ଆସ୍ତେ ଆସ୍ତେ ବିରୋଧ କରିବା ବନ୍ଦ କରିଦେଲି। ତାପରେ ସେ ତାଙ୍କ କାମରେ ଲାଗିଗଲେ। ମୋ ସାର୍ଟର ବଟନକୁ ଖୋଲିଦେଲେ ଏବଂ ମୋର ବଡ଼ ବଡ଼ ଦୁଇଟି ବୃଦ୍ଧକୁ ବାହାର କରି ଆଣି ଚୁମ୍ବିବାକୁ ଲାଗିଲେ ଏବଂ ପାଟିରେ ଚୁଚୁମିଲେ ମଧ୍ୟ। କିଛି ସମୟ ପାଟିରେ ମୋ ଦୁଧକୁ ନେଇ ସାରିଲା ପରେ ମୋର ବିଆ ସେତେବେଳକୁ ପୁରା ନାଳେଇ ଯାଇଥିଲା। ସେ ମଧ୍ୟ ସେ ମୌକାକୁ ଛାଡ଼ିଲେ ନାହିଁ। ସେ ଆସ୍ତେ ଆସ୍ତେ କ'ଣ କଲେ ନା ତାଙ୍କ ହାତରେ ମୋ ବିଆକୁ ସଲସଲ କରିବାକୁ ଲାଗିଲେ ଏବଂ ଗୋଟିଏ ଆଙ୍ଗୁଳି ମୋ ବିଆରେ ପୁରାଇ ସଲସଲ କରାଇଲେ। ମୁଁ ସେତେବେଳକୁ ଆଉ ଅବସ୍ଥାରେ ନଥିଲି। ମୁଁ ଖାଲି ଏତିକି କହିଲି, ତମେ ମୋତେ ଆଉ କଷ୍ଟ ଦିଅନି, ଯାହା କରିବା କଥା ଶୀଘ୍ର କରିଦିଅ। ସେ କହିଲେ, ଆରେ ତମେ କାହିଁକି ଭୟ କରୁଛ? ସେମାନେ ବର୍ତ୍ତମାନ କେହି ଆସିବାର ନାହିଁ। ପାଖାପାଖି ଘଣ୍ଟେ କି 1.5 ଘଣ୍ଟା ଲାଗିବ ସେମାନଙ୍କୁ ଫେରିବା ପାଇଁ। ତେଣୁ ତୁମେ ଆଦୌ ଭୟ କର ନାହିଁ। ଏଇ କଥା କହି ସେ ମୋର ଚଡ଼ିଟିକୁ ସମ୍ପୂର୍ଣ୍ଣ ଭାବରେ ତଳକୁ ଟାଣିଦେଲେ ଏବଂ ମୋ ପିଆକୁ ଜିଭ ଲଗାଇ ଚାଟିବାକୁ ଲାଗିଲେ। ବେଶ କିଛି ସମୟ ସେ ପିଆକୁ ଚାଟିଲେ। ମୁଁ ଲକ୍ଷ୍ୟ କଲି ତାଙ୍କ ପ୍ୟାଣ୍ଟ ଭିତରେ ତାଙ୍କ ଭାଣ୍ଡଟି ସେତେବେଳକୁ ପୁରା ଷ୍ଟ୍ରଙ୍ଗ ହୋଇସାରିଥିଲା। ତାପରେ ସେ ତାଙ୍କର ପ୍ୟାଣ୍ଟକୁ ଖୋଲିଦେଲେ ଏବଂ ଭାଣ୍ଡଟିକୁ ଆଣି ମୋ ହାତରେ ଧରାଇ ଦେଲେ ଏବଂ କହିଲେ, ୟାକୁ କିଛି ସମୟ ତୁମେ ହଲାଅ। ମୁଁ ମଧ୍ୟ ଭାଣ୍ଡ କେବେ ହାତରେ ଧରି ନଥିଲି। ଏତେ ବଡ଼ ଭାଣ୍ଡଟିକୁ ହାତରେ ପାଇ ମୁଁ ପୁରା ପାଗଳ ହୋଇଗଲି। ନିର୍ଦ୍ଧୁମ ଭାବରେ ହାତରେ ସେ ଭାଣ୍ଡକୁ ହଲେଇବାକୁ ଲାଗିଲେ। କିଛି ସମୟ ହଲେଇ ସାରିଛି। ତାପରେ ସେ କ'ଣ କଲେ ନା ମୋର 2 ଟାଙ୍ଗକୁ ଟିକିଏ ଟେକି ଧରି ମୋ ବିହାରେ ତାଙ୍କ ଭାଣ୍ଡକୁ ପଶାଇଲେ। ଘେହିଁ ଚାଲିଲେ। ପାଖାପାଖି ଅଧଘଣ୍ଟା ଧରି ସେ ସେମିତି ଘେହିଁ ଚାଲିଲେ। ଅଧଘଣ୍ଟା ଘେହିଁ ସାରିଲା ପରେ ବି ତାଙ୍କ ଭାଣ୍ଡରୁ ରସ ବାହାରି ନଥିଲା। ଏଥର ସେ କ'ଣ କଲେ ନା ମୋତେ କୁକୁର ଭଳିଆ ଆଣ୍ଠେଇ ଦେଲେ ଏବଂ ପଛପଟରୁ ମୋ ଗାଣ୍ଡି ପଟ ଦେଇ ମୋ ବିଆରେ ପୁଣି ତାଙ୍କର ସେଇ ଲମ୍ବା ଭାଣ୍ଡକୁ ପଶାଇଲେ। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେମିତି କୁକୁର ଭଳିଆ ସେ ମୋତେ ଘେହିଁ ଚାଲିଲେ। ମୋର ସେତେବେଳକୁ ମୋ ବିଆରୁ ସବୁ ପାଣି ବାହାରି ସାରିଥାଏ, କିନ୍ତୁ ତାଙ୍କ ଭାଣ୍ଡରୁ ପାଣି ବାହାରି ନଥିଲା। ତେଣୁ ସେ ମୋତେ ନିର୍ଦ୍ଧୁମ ଭାବରେ ଘେହିଁ ଚାଲିଥିଲେ। କିଛି ସମୟ ଘେହିଁ ସାରିବା ପରେ ସେ ତାଙ୍କ ଭାଣ୍ଡକୁ ମୋ ବିଆ ଭିତରୁ ବାହାର କରି ଆଣିଲେ ଏବଂ ମୋ ପାଟି ପାଖରେ ଆଣି ରଖିଦେଲେ। କହିଲେ, ରୋଜି, ତମେ ଏହାକୁ ଟିକେ ଜିଭରେ ଚାଟ। ମୁଁ ମଧ୍ୟ ସେଇଆ କଲି। 5ରୁ 7 ମିନିଟ୍ ପର୍ଯ୍ୟନ୍ତ ତାଙ୍କ ଭାଣ୍ଡକୁ ଚାଟିଲେ। ତାପରେ ତାଙ୍କ ଭାଣ୍ଡରୁ ସବୁ ରସ ବାହାରିଗଲା। ସେଇଦିନ ଆମେ ପାଖାପାଖି 1.5 ଘଣ୍ଟା ଧରି ଘିଆଁ ହେଇଥିଲୁ। ଏହାପରେ ଆମେ ବହୁତ ଥର ଏମିତି ଘିଆଁ ହେଇଛୁ। ସେ ବିଷୟରେ ମୁଁ ପରବର୍ତ୍ତୀ ଭିଡ଼ିଓରେ ଆପଣମାନଙ୍କୁ କହିବି। ଆଜି ପାଇଁ ରହୁଛି, ନମସ୍କାର।